जय श्री जगन्नाथ भाई माने सर्वप्रथम गुरुदेव गणपति और जगत माँ प्रणाम करी आज आम आमर आस्ट्रो सेशन आरंभ करिबा। आज आस्ट्रो सेशन ना आम गोटे नक्षत्र सीरीज टा करिबा। आम जानिबा जे नक्षत्र ये तो नक्षत्र गोटे सेपरेट प्लेलिस्ट हबा नक्षत्र रिलेटेड जिनस गुडा सहित रहबा। राज बाबू को रिक्वेस्ट करिवि राज बाबू गोटे प्लेलिस्ट बनेबे जोथरे केवल नक्षत्र रिलेटेड जिनस रहबा। जेबे जेबे आमे नक्षत्र रिलेटेड कोनोसी काम करिबा जेबे जेबे आमे नक्षत्र रिलेटेड कोनोसी वीडियो अपलोड करिबा बा नक्षत्र रिलेटेड कोनोसी डिस्कशन करिबा सेगुडा को सेही प्लेलिस्ट भितर ऐड करदबा। प्लेलिस्ट गले नक्षत्र सीरीज टा रहिबो। ठीक अछि ना राजबाबू? यस यस। तो मु राजबाबू रिक्वेस्ट करिवि टे काइंडली सेटा को ओपन करंतु जो जिनिस को ओपन करंतु शेयर करंतु से जो येटा कर सारला ପରେ ମୁଁ ପୁରା କ୍ଲିୟରଲି ଗୋଟେ ଗୋଟେ କହିବି ଏବଂ ଆକୁ କହିବି ବି ଆପଣ ମାନେ ସେଟାକୁ ଏକ୍ଜାକ୍ଟଲି କେମିତି ମନେ ରଖିବେ। ବାସ୍ ଆମେ ଜାଣିଲେ ନକ୍ଷତ୍ର ସେମାନଙ୍କର ଅଧିପତି ଆଉ ସ୍ୱାମୀ ସମସ୍ତେ ଜାଣି ରଖିବା ଦରକାର। ସମସ୍ତେ ଭଲ ଭାବରେ ଜାଣି ରଖିବା ଦରକାର କି ନକ୍ଷତ୍ର ହଉଛନ୍ତି 27ଟି ଟୋଟାଲ 27 ଗୋଟି ନକ୍ଷତ୍ର। ଆପଣ ମାନେ ଗୋଟେ ସୂତ୍ର ଆଖି ବନ୍ଦ କରିକି ମନେ ରଖନ୍ତୁ। ଗୋଟେ ସୂତ୍ର ମୁଁ ଡାକୁଛି ସେ ସୂତ୍ର ହେଲା ମୁଁ ଯେମିତି ମନେ ରଖିଛି ସେମିତି କହୁଛି ତମ ଇଚ୍ଛା ତମେ ଯେମିତି ମନେ ରଖୁଛ ରଖ। ସୂତ୍ର ହେଲା କେଶୁରଚ ମରାବୃ ସବୁ। ନକ୍ଷତ୍ରର ଟୋଟାଲ ସଂଖ୍ୟା ହେଲା 27। ସୂତ୍ର ହେଲା କେଶୁରଚ ମରାବୃ ସବୁ। ଆରେ କେ ମାନେ କଣ? କେ ଫର କେତୁ, ସୁ ଫର ଶୁକ୍ର, ର ଫର ରବି, ଚ ଫର ଚନ୍ଦ୍ର, ମରାବୃ ସବୁ, ମ ଫର ମଙ୍ଗଳ, ରା ଫର ରାହୁ, ଗୁ ଫର ବ୍ରୁ ମାନେ ବୃହସ୍ପତି ଏଠି ଗୁରୁଦେବ, ସ ଫର ଶନି, ଗୁ ଫର ବୁଧ। ଏଇଟା ଏଇ ଯାଏ କାହାର କିଛି ଡାଉଟ ଅଛି କି? ସମସ୍ତେ ଇଣ୍ଟରାକ୍ଟିଭ କରିପାରିବେ। ମୁଁ ଖାଲି ପଢଉଛି ବୋଲି ଯେ ମୁଁ ଖାଲି ଏକା କହିବି ସେମିତି ନାହିଁ। ସମସ୍ତଙ୍କୁ ରିକ୍ୱେଷ୍ଟ କରିବି ଯଦି ଆପଣ ମାନେ କିଛି ଦବାକୁ ଚାହୁଁଛନ୍ତି ଭ୍ୟାଲୁଏବୁଲ ଡାଉଟ କିଛି ଅଛି ମତେ ଏଇଠୁ କ୍ଲିୟର କରିନିଅନ୍ତୁ। ଆପଣ ଆଗ ଏଇ ସୂତ୍ରଟା ମନେ ରଖନ୍ତୁ କେଶୁରଚ ମରାବୃ ସବୁ। ଭାଇ ଭାଇ ଦେଖ ମୋର ଗୋଟେ ଡାଉଟ ଆଷ୍ଟ୍ରୋଲୋଜି ରହିଲା। ନାଇଁ ମୋର ଗୋଟେ ଡାଉଟ ରହିଲା। ଆଷ୍ଟ୍ରୋଲୋଜି ହଁ ଆଷ୍ଟ୍ରୋଲୋଜି ପଢୁଛ ମାନେ ଯେତେବେଳେ ଗାଡି ଚଲାଉଥିବ ଏଇ ସୂତ୍ରଟାକୁ ମନେ ପକେଇବ। କାରଣ ସେଇ ଗୋଟେ ସମୟ ସେତେବେଳେ ସବୁ ଅଲଗା ଅଲଗା କଥା ମନେ ପଡେ। ତମେ ଯେତେବେଳେ ଯଦି ତମେ ସେଇ ଫ୍ରି ଟାଇମ ରେ ଯଦି ତମେ ମନେ ପକାଅ ସେ ଫ୍ରି ଟାଇମ ଟା କେତେବେଳେ ମିଳିବ ନା ଯେତେବେଳେ ଅଫିସ ଯାଉଥିବ ତମେ ଅଫିସ କାମରେ ବ୍ୟସ୍ତ ଥିବ। ଯେତେବେଳେ ତମେ ଅନ୍ୟ କୌଣସି କାହା ସହିତ ଥିବ ତା ସାଙ୍ଗରେ କଥା ହବାରେ ବ୍ୟସ୍ତ ଥିବ। କିନ୍ତୁ ଦିଟା ସମୟ ଆଷ୍ଟ୍ରୋଲୋଜରଙ୍କୁ ପୁରା ଧ୍ୟାନ ଦେବା ଦରକାର। ଗାଡି ଚଲେଇଲା ବେଳ ଏଇ ସମୟରେ ଯଦି ତମେ ଏଇ ଯୋଉ ଛୋଟ ଛୋଟ ଜିନିଷ ଗୁଡାକ ପଢିକି ମନେ ରଖିଦବ ତାହେଲେ ଆଉ ତାଠୁ ଭଲ ରିଭିଜନ କରିବା ପାଇଁ ସମୟ ନାହିଁ। ଠିକ ଅଛି। ତ ଏଇଟା ସୂତ୍ର ଯୋଉ ହେଲା କେଶୁରଚ। ନଅଟା ଗ୍ରହଙ୍କର ପ୍ରଥମ ଆଦ୍ୟ ଅକ୍ଷର ନା କଣ? ହଁ 9ଟା ଗ୍ରହଙ୍କର ପ୍ରଥମ ଆଦ୍ୟ ଅକ୍ଷର ଓହୋ। କେଶୁରଚ ମରାବୃ ସବୁ। 9ଟା ଗ୍ରହଙ୍କର ପ୍ରଥମ ଆଦ୍ୟ ଅକ୍ଷର। ଏଇ ଦେଖ କେ ରେ କେତୁ ଆସିଲେ ଏଠି କେ ଲେଖା ହେଇଛି ଏଠି କେତୁ ଅଛନ୍ତି। ଏଠି ସୁ ଲେଖା ହେଇଛି ଏଠି ଶୁକ୍ର ଅଛନ୍ତି। ଏଠି ର ଲେଖା ହେଇଛି ଏଠି ରବି ଅଛନ୍ତି। ଏଠି ଚ ଲେଖା ହେଇଛି ଏଠି ଚନ୍ଦ୍ର ଅଛନ୍ତି। ଠିକ ଅଛି। ପ୍ରତ୍ୟେକ ନକ୍ଷତ୍ରଙ୍କୁ ତିନି ଭାଗରେ ବିଭକ୍ତ କରାଯାଇଛି। ତିନିଟା ଶୃଙ୍ଖଳାରେ ବିଭକ୍ତ କରାଯାଇଛି। କାହିଁକି ନା ପ୍ରତ୍ୟେକ ଗ୍ରହଙ୍କୁ ତିନି ତିନିଟା ନକ୍ଷତ୍ର ମିଳିଛି। ସେ ତିନି ତିନିଟା ନକ୍ଷତ୍ରର ଆଧିପତ୍ୟ ମିଳିଛି। ଏ ଜିନିଷଟା କ୍ଲିୟର ତ? ମଳୟ ଏ ଜିନିଷଟା କ୍ଲିୟର? यस सर। ଆଜ୍ଞା ଭାଇ ଆଜ୍ଞା ଭାଇ। ହଁ ଭାଇ। ତ ଏ ପ୍ରତ୍ୟେକ ଜିନିଷର ଯଦି ତିନି ତିନିଟା ନକ୍ଷତ୍ର ଅଧିପତି ତାହେଲେ ଏଇ ଦେଖ କେତୁ ମହାରାଜଙ୍କୁ ଆମର କୋଉ କୋଉ ନକ୍ଷତ୍ର ମିଳିଲା ନା ହେଇ ଅଶ୍ୱିନୀ ମିଳିଲା, ମଘା ମିଳିଲା, ମୂଳା ମିଳିଲା। ସେମିତି ଶୁକ୍ର ମହାରାଜଙ୍କର କଣ ମିଳିଲା ନା ତାଙ୍କୁ ଦ୍ୱିଜା ମିଳିଲା ଯାହାକୁ ଭରଣୀ ବି କୁହାଯାଏ। ପୂର୍ବ ଫାଲ୍ଗୁନୀ ମିଳିଲା, ପୂର୍ବାଷାଢା ମିଳିଲା। ଏମିତି ରବିଙ୍କର କୃତ୍ତିକା ମିଳିଲା, ଉତ୍ତର ଫାଲ୍ଗୁନୀ ମିଳିଲା, ଉତ୍ତରାଷାଢା ମିଳିଲା। ଚନ୍ଦ୍ରଙ୍କର ରୋହିଣୀ ମିଳିଲା, ହସ୍ତା ମିଳିଲା, ଶ୍ରବଣା ମିଳିଲା। ମଙ୍ଗଳ ଦେବଙ୍କର ମୃଗଶିରା ମିଳିଲା, ଚିତ୍ରା ମିଳିଲା, ଧନିଷ୍ଠା ମିଳିଲା। ରାହୁ ମହାରାଜଙ୍କର ଆର୍ଦ୍ରା ମିଳିଲା, ସ୍ୱାତି ମିଳିଲା, ଶତବିଶା ମିଳିଲା। ଗୁରୁ ମହାରାଜଙ୍କର ପୁନର୍ବସୁ ମିଳିଲା, ବିଶାଖା ମିଳିଲା, ପୂର୍ବ ଭାଦ୍ରପଦ ମିଳିଲା। ଶନି ମହାରାଜଙ୍କର ପୁଷ୍ୟା ମିଳିଲା, ଅନୁରାଧା ମିଳିଲା, ଉତ୍ତର ଭାଦ୍ର ମିଳିଲା। ବୁଦ୍ଧ ଦେବଙ୍କର ଅଶ୍ଳେଷା ମିଳିଲା, ଜ୍ୟେଷ୍ଠା ମିଳିଲା, ରେବତୀ ମିଳିଲା। ଏ ଜିନିଷଟା କ୍ଲିୟର ହେଇଗଲେ କି? ଆଜ୍ଞା ଏଇ ସାର୍। ଜିନିଷଟା କ୍ଲିୟର? ହଁ। ତ ଏବେ ଆମକୁ କେମିତି ମନେ ରଖିବାର ଅଛି ନା ସର୍ବପ୍ରଥମେ ତମକୁ ଏମିତି ଡାଇରେକ୍ଟ ସିଧା 1 ରୁ 27 ଯାଏ ମନେ ରଖିବ। କ୍ଲିୟର ନା?
ଏକ ରୁ 27 ଯାଏଁ ସିରିଏଲି ମନେ ରଖିଦେଲ, ଯିଏ ପଢିବ ଭାଇ ଏ ଗୋଟେ ଦିନରେ ମନେ ରହିବନି। ତମେ କହିବ ମୁଁ ଗୋଟେ ଦିନରେ ସବୁ ପିଇ ଦେବି। ଉଦ୍ୟମନ ହିଁ ସିଦ୍ଧ୍ୟନ୍ତି କାର୍ଯ୍ୟାଣୀ। ଭାଇ କର୍ମ କରିବ, ଧୀରେ ଧୀରେ ଉଦ୍ୟମ କରିବ, ଧୀରେ ଧୀରେ ମନେ ରହିବ। ତମେ କହିବ ମୁଁ ଗୋଟେ ଦିନ ମନେ ରହୁନି ପଢିବିନି, ଆରେ ୟାକୁ ବାରମ୍ବାର ପଢିବ। ବାରମ୍ବାର ମାସେ ଯାଏଁ ଏଇ ନକ୍ଷତ୍ର ପଢିବ। ଏଇ ନକ୍ଷତ୍ର ଉପରେ ହିଁ ସବୁ। ଯେତେ ଆଷ୍ଟ୍ରୋଲୋଜି ଆଜି କରୁଛନ୍ତି ସବୁ ହାଇଅର ଆଷ୍ଟ୍ରୋଲୋଜି, ସେମାନେ ଏଇ ନକ୍ଷତ୍ର ଉପରେ ମାଷ୍ଟର କରିଛନ୍ତି ବୋଲି ସେମାନେ ଭଲ ଆଷ୍ଟ୍ରୋଲୋଜି କରୁଛନ୍ତି। କ୍ଲିୟର ନା? ଏଇଟା ମୁଁ ଆଗକୁ ଯାଇକି ସେ ପ୍ରେଡିକ୍ସନ ପଢେଇଲା ବେଳେ କହିବି। କିନ୍ତୁ ପ୍ରେଡିକ୍ସନ ମୁଁ ଏତେ ଏବେ ପଢେଇବିନି, କାରଣ ଏବେ ବହୁତ ଛୋଟ ବେସିକ୍ସ ଅଛି, ଯୋଉ ବେସିକ୍ସ ଗୁଡାକ ସାରିଲେ ତମେ ପ୍ରେଡିକ୍ସନ ଗୁଡିକ ଯିବା। ଆଚ୍ଛା, ଏବେ କଣ ନା 1 ରୁ 27 ଯାଏଁ ତ ଆମେ ମନେ ରଖିଦେଲେ। ଆମେ ଜାଣିଗଲେ ଯେ ପ୍ରତ୍ୟେକ ମାନେ ଗ୍ରହଙ୍କୁ ତିନି ତିନିଟି ନକ୍ଷତ୍ରର ଆଧିପତ୍ୟ ମିଳିଛି, ଏଇଟା ବି ଜାଣିଗଲେ। ଏବେ ମନେ ରଖିବା କେମିତି? ପ୍ରଥମେ ମନେ ରଖିବା କେଶୁରଚ ମରା ବୃଷଭୁ। ବର୍ତ୍ତମାନ ଲେଟ୍ ସେ ଶ୍ରବଣା ନକ୍ଷତ୍ର ବା ଶ୍ରବଣା ନକ୍ଷତ୍ର ଯୋଉଟା ଅଛି, ସେଟାକୁ ରୁଲ କରୁଛନ୍ତି ଚନ୍ଦ୍ର। ସେଟା ହଉଛି 22 ନମ୍ବର ନକ୍ଷତ୍ର। ଏଇଠି ଗୋଟେ ଟ୍ରିକ୍ ଦେଖ, ନମ୍ବର କେତେ? ଭାଇ କହିଚାଲ, ମୁଁ ପଚାରି ଚାଲିବି, एक କହିଚାଲ, ଇଣ୍ଟରାକ୍ଟିଭ। एक କେତୁର ନକ୍ଷତ୍ର ଏକ। ଏକ ତାହେଲେ ଏଇଠି ହଁ, ଏଇଠି ଦେଖିଲ ଏଇ ଯୋଉ 10। ଅଶ୍ୱିନୀ ନକ୍ଷତ୍ରକୁ ହଁ ରୁହନ୍ତୁ, ରୁହ 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 ରୁହ। ଏକ ଏକ ମାନେ କେତୁ ଏବେ ଏକ ନକ୍ଷତ୍ର ପାଇଲେ ନା ନାଇଁ? ହୁଁ। ଆଚ୍ଛା, ଏଇ ଯୋଉ ମଘା ନକ୍ଷତ୍ରର ନମ୍ବର କେତେ? 10। 10 ଏକ ଆଉ ଶୂନକୁ ମିଶେଇଲେ କେତେ? 10କୁ ଯଦି ଆମେ ମିଶେଇକି ଗୋଟେ ଡିଜିଟ କରିବା କେତେ ହେଲା? एक ଏବେ ନା ଏଇ ଯୋଉ 11। ମୂଳା ନକ୍ଷତ୍ର, ଏକ 10, ଏକ ପ୍ଲସ ଶୂନ 11 ହେଇଗଲା ତୋର। ନା ନା, एक 10 एक 10 ଓ 1 ଲସ ଶୂନ କି? ସରି, ମୁଁ ସିଆଡେ ପଳେଇଥିଲି। मूलार ହଁ, भी 10 ହେଇଗଲା। ହଁ 10। ମୂଳାର ବି କେତେ ହେଲା? एक 10, ଏଇଟା ବି 1। 10 ହେଲା। 10 ଏକ ପ୍ଲସ ଶୂନ କେତେ ହେଲା? 9। ଏକ ପ୍ଲସ ଶୂନ 9 ହେଇଗଲା। एक एक 1 ତିନିଟା করে एक 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 ହେଲା ନା, ଅଶ୍ୱିନୀ ମଘ 1 1 ମୂଳା। ପ୍ଲସ 0। ଏବେ ହଁ ପୁଣି 1। ଏବେ ଏଇଟା 2 ତ? ହଁ ଭାଇ ବୁଝିଗଲା, ଏଇଟା ଧନ୍ୟବାଦ। ସବୁ ଗୁଡା ଅଛି ଏଇଟା 2 ସେମିତିଆ। ତ? ଏଇଟା ହଁ 2 ତ? ହଁ। ଏଇ ଏକ ଏକ ମିଶେଇଲେ କେତେ? ଦୁଇ ଦୁଇ 11। ସବୁଗୁଡା ଦୁଇ ହେଲା। ଆରେ ଏକ ମଳୟ, ଏକ ମିଶ ହଁ ହଁ, ଯୋଉ ଦୁଇ ଯୋଉ ଆମ ଭାଇ ଆମର ବୁଝିଗଲେଣି। ମଳୟ ତୁ ବୁଝ, ତୁ ବୁଝିଲେ ମୁଁ ଜାଣିବି ଯେ ସଂସାରରେ ସମସ୍ତେ ବୁଝିଗଲେ। ନା ମୋ ମଳୟ ମୁଣ୍ଡ ଟା ଏକକୁ ଫିଟିଙ୍ଗ ଏକରେ ହଉନି। ମିଶେଇ, ହଁ ହଁ, ଏକରେ ଏକ ମିଶେଇଲେ କେତେ? 2। 2ରେ ଶୂନ ମିଶେଇଲେ କେତେ? 2 20। 2ରେ ଶୂନ ମିଶେଇଲେ ଦୁଇ 20 ହେଇଗଲା। 2 ରେ ଶୂନ ମିଶେଇଲେ 2। ମୁଁ ଯାହା ପଚାରୁଛି, ମୋ ମୁଣ୍ଡଟା ମୋ କଥାରେ ରଖିଲେ ତୁ ସଂସାରରେ ଉନ୍ନତି କରିଯିବୁ। ଯଦି 2 ମୁଣ୍ଡଟା 2 ମୋ କଥାରେ ନ ରଖି ତୁ ବୁଲେଇବୁ, ବହୁତ ଅସୁବିଧା ହବ। ନା ଏଠି 2। ରବିଙ୍କ ନକ୍ଷତ୍ର କେତେ? ମଳୟ। 3 କୋଉଟା ରବିଙ୍କର? ଏଠି କଣ 3 ହଁ ଲେଖିଛି? ହଁ, ଏଇଟା କେତେ? କୃତିକା କେତେ ନମ୍ବର ନକ୍ଷତ୍ର? 3 ନମ୍ବର। ଏଇଟା କେତେ ନମ୍ବର ନକ୍ଷତ୍ର? ଉତ୍ତର ଫାଲ୍ଗୁନ ଟା 12 ନମ୍ବର। 12କୁ ଏକରେ 2ରେ ମିଶେଇଲେ କେତେ ହେଲା? ଏକକୁ 2ରେ ମିଶେଇଲେ? 1 କୁ 2 ରେ ମିଶେଇଲେ ହଁ, 3 3। ଆଉ 21 ନମ୍ବର ନକ୍ଷତ୍ର ହେଲା ଉତ୍ତରାଷାଢା। 2କୁ 1ରେ ମିଶେଇଲେ କେତେ? 3 3। ତେଣୁ ସବୁ 3 ଆସିଗଲା। ହଁ ହଁ, ବୁଝିଗଲା। 4 ବି ସେୟା, ତମେ 5 ବି ସେୟା, 6 ବି ସେୟା। ବାସ୍, 9 ଯାଏଁ ସେଇଆ। 9 ଆଜ୍ଞା। ଯାଏଁ ସେଇଆ। ଏବେ ତମେ ଯଦି ଏତିକି ମନେ ରଖିଦେଲ କେଶୁର ମରାବୃ ସବୁ, ଏବଂ କେତୁ କୋଉ 3ଟା ନକ୍ଷତ୍ରକୁ ମନେ ରଖିଦେଲ, ତମକୁ ନକ୍ଷତ୍ର କହିଲା ବେଳକୁ ତମ ମୁହଁରୁ ନମ୍ବର ବାହାରିବା ଦରକାର। ତମେ ଓଲଟା ପଢିବ। ତମକୁ ନକ୍ଷତ୍ରରୁ ନମ୍ବର ବାହାର କର। ନମ୍ବରରୁ ନକ୍ଷତ୍ର ବାହାର କଲେ ତମେ କନଫ୍ୟୁଜନ ହବ। ତମେ ଜୀବନ ସାରା ପାଇଁ ମନେ ରଖିପାରିବନି। କାରଣ ହ୍ୟୁମାନ ମାଇଣ୍ଡ ଡିଜାଇନ ହେଇଛି ନାଁ ଗୁଡାକୁ ଅଧିକା ମନେ ରଖିବା ପାଇଁ। ହ୍ୟୁମାନ ମାଇଣ୍ଡ ନମ୍ବର ଗୁଡାକୁ ଯେତେ ଅଧିକା ମନେ ରଖିପାରିବ ନାହିଁ, ସେତେ ମନେ ରଖିପାରିବ ସିଏ ନାଁ ଗୁଡାକୁ। ତେଣୁ ତମେ ନାଁ ରୁ ନମ୍ବର ବାହାର କର, ନମ୍ବରରୁ ନାଁ ବାହାର କର ନାହିଁ। ଯଦି ନମ୍ବରରୁ ନାଁ ବାହାର କରିବ, ସବୁବେଳେ ମୁଁ ପୁରା 6 ମାସ କନଫ୍ୟୁଜନ ହେଇଛି। ଏଇଟା ମୋର ଟ୍ରିକ୍, ମାନେ ମୁଁ ୟାକୁ ଏଇଭଳି ଭାବରେ ମନେ ରଖିଛି, ସେଥିପାଇଁ ମୁଁ ଏଇଟା ସେୟାର କରୁଛି। ହଁ, ତାପରେ କେମିତି ମନେ ରଖିଲେ? 1 2 ପୁରା 27 ପର୍ଯ୍ୟନ୍ତ ମନେ ରଖିଦେଲେ ଫାଷ୍ଟ, ନାଇଁ? ହଁ, 1 ଟୁ 27 ଯାଏଁ ଗୋଟେ ମନେ ରଖିଦବା ଆଗ। ବାସ୍, ଏବେ ତମେ ବୁଝ, ଏବେ ପଏଣ୍ଟ ବୁଝ। ଅଶ୍ୱିନୀ, ଦ୍ୱିଜା, କୃତିକା, ରୋହିଣୀ, ମୃଗଶିରା, ଆର୍ଦ୍ରା, ପୁନର୍ବସୁ, ପୁଷ୍ୟା, ଅଶ୍ଳେଷା। 9 ନମ୍ବର 9ଟା କମ୍ପ୍ଲିଟ।
ପଏଣ୍ଟ ନମ୍ବର ହୁଁ ସେକେଣ୍ଡ ଥାକକୁ ପଳେଇ ଆସିଲି। ମଗା, ପୂର୍ବ ଫାଲ୍ଗୁନୀ, ଉତ୍ତର ଫାଲ୍ଗୁନୀ, ହସ୍ତା, ଚିତ୍ରା, ସ୍ୱାତି, ବିଶାଖା, ଅନୁରାଧା, ଜ୍ୟେଷ୍ଠା। ସେକେଣ୍ଡ ନ କମ୍ପ୍ଲିଟ। ଥାର୍ଡ ୟେସ୍ ନମ୍ବରକୁ ପଳେଇ ଆସିବା। ଥାର୍ଡ ମୂଳା ନମ୍ବର କଣ ଆସିଲା? ମୂଳା ମୂଳା, ମୂଳା ପୂର୍ବାଷାଢା, ମୂଳା ଉତ୍ତରାଷାଢା, ଶ୍ରବଣା, ଧନିଷ୍ଠ, ଶ୍ରବଣ ଶତବିଶା, ଧନିଷ୍ଠା ଶତବିଶା ଉତ୍ତର ଭାଦ୍ରପଦ, ପୂର୍ବ ଭାଦ୍ରପଦ, ରେବତୀ। ଏମିତି ମନେ ରଖିଦେଲ ପଚିଶ। 27ଟା। ହୁଁ ହୁଁ କ୍ଲିୟର ହେଇଗଲ? ହୁଁ ହଁ ଏବେ କୁହ ମଙ୍ଗଳ। ଆମେ କେଶୁରଚ ମରାବୃ ସବୁ ପଢିଛୁ। ହୁଁ ଆରେ କେଶୁରଚ ମରାବୃ ସବୁ ପଢିଛୁ ନା ନାଇଁ? ହଁ ତାପରେ ପଢିଲୁ। ହଁ। ତ କେଶୁରଚ, ଏଇଠି ଦେଖ ମୁଁ ସ୍କ୍ରିନ ସେୟାର କରୁଛି। ମତେ ଟିକେ ହୋଷ୍ଟ ପାୱାର ଟିକେ ଦେଲେ ରାଜବାବୁ। ହଁ ଦିଆଯାଇଛି। ମୋ ସ୍କ୍ରିନ ଆସିଲା କି ନାଇଁ ଟିକେ ଦେଖିଦିଅ। ହୁଁ ସ୍କ୍ରିନ ଆଇଲା, ଆସିଲା। ବ୍ଲାକ୍ ବୋର୍ଡ ଆଉଛି, ହ୍ୱାଇଟ ହଁ ବୋର୍ଡ। ୟେସ୍। ଭାଇନା ହଁ ଭାଇନା ହଁ ଭାଇନା। ହଁ। ଏଲା ମତେ ବର୍ତ୍ତମାନ ମଙ୍ଗଳର ନକ୍ଷତ୍ର ମନେ ରଖିବାର ଅଛି। ଠିକ ଅଛି ନା? ହୁଁ ଆଜ୍ଞା ମୁଁ ଆଗ ମୁଁ ମୋ ମୁଣ୍ଡରେ ପୁରେଇଲି କେ ସୁ ର ଚ ମ ରା ବୃ ସ ବୁ। ଏଠି ମଙ୍ଗଳ କେତେ ନମ୍ବରରେ ଆସିଲା ବାବା? 7 ଏକ, ସାତେ ଦୁଇ, ତିନି, ଚାରି, ପାଞ୍ଚ। ପାଞ୍ଚ 5 5 ପାଞ୍ଚରେ ସରି ଆସିଲା 5 ମଙ୍ଗଳ। 5 5 ଆସିଲା ସରି ପାଞ୍ଚରେ 5। ପାଞ୍ଚେ ଆସିଲା। ତାହେଲେ ପାଞ୍ଚେ ମଙ୍ଗଳର ପ୍ରଥମ ନକ୍ଷତ୍ରର ନମ୍ବର କେତେ ଥିବ? 5। 5 ମଙ୍ଗଳର ଦ୍ଵିତୀୟ ନକ୍ଷତ୍ରର ନମ୍ବର କେତେ ଥିବ? 14। 14 ମଙ୍ଗଳର ତୃତୀୟ ନକ୍ଷତ୍ରର 23 ନମ୍ବର କେତେ 23 ଥିବ? 23 ବାସ୍। ଏଠି ବୃହସ୍ପତି ଦେବଙ୍କର ନକ୍ଷତ୍ରର କେତେ ନମ୍ବରରେ ଆସିଲେ? ବୃହସ୍ପତି ଦେବ 7ରେ। 7 ରେ ତାହେଲେ ପ୍ରଥମ ନମ୍ବର ନକ୍ଷତ୍ର କେତେ ଥିବ? 7 ଷୋହଳ 7। 16 16 25 25। ଏବେ କ୍ଲିୟର ହେଇଗଲା ତ? एकदम। ହଁ ଏବେ ମଙ୍ଗଳର ଯଦି 5 ନମ୍ବର ନକ୍ଷତ୍ର ଆସିଲା, ମଙ୍ଗଳର 5 ନମ୍ବର ଆସିଲେ କଣ? 5 ନମ୍ବର ନକ୍ଷତ୍ର ମନେ ରଖିଦେଲ ମୃଗଶିରା। 14 ନମ୍ବର ରଖିଦବ ଚିତ୍ରା। 23 ନମ୍ବର ହେଲା ଧନିଷ୍ଠା। ତମକୁ ଯେତେବେଳେ କେଉଁ ଲୋକ କହିବ ଧନିଷ୍ଠା ନକ୍ଷତ୍ର, ତମର ସାଙ୍ଗେ ସାଙ୍ଗେ ପିଙ୍ଗ ହେଇଯିବ ଯେ ମଙ୍ଗଳର ଧନିଷ୍ଠା ନକ୍ଷତ୍ର ଏଇଟା 3 ନମ୍ବର କଲମରେ ଆସୁଛି। ଏଇଟା 23 ନମ୍ବର ନକ୍ଷତ୍ର। ଆ ପରେ ଯଦି କିଏ ପଢିକି ଏ ଟ୍ରିକ କୁ, ଭାଇ ଦେଖ ଟ୍ରିକ ତ ମୁଁ କହିଦେଲି। ୟାକୁ ପଢିକି ତମେ କେତେ ରିସର୍ଚ୍ଚ କରି କେତେ ଆନାଲିସିସ୍ କରିବ, ସେଟା ତୁମ ମାନଙ୍କ ଉପରେ। ନଦ ଘୋଷ ବିଦ୍ୟା, ବିନା ଈଶ୍ୱରର ଆଶୀର୍ବାଦରେ ବିଦ୍ୟା ମିଳେନି। ଆମେ ସମସ୍ତେ ବହୁତ ଭାଗ୍ୟବାନ, ଆମେ ପଢିବାର ସୁଯୋଗ ପାଉଛେ। ବହୁତ ଲୋକ ଏ ବିଷୟରେ ଜାଣିବି ନାହାନ୍ତି କେମିତି ହବ। ମୋର କହିବାର କଥା ହେଲା କି ଆଷ୍ଟ୍ରୋଲୋଜି ପଢିକି କାହାର କଣ ହଉଛି ସେଇଟା ଅଲଗା କଥା। କିଏ କହୁଛି ଡେଲି ଡେଲି ଆଷ୍ଟ୍ରୋଲୋଜି ପଢିକି ମୁଁ ଏଇଆ କରିଦେବି, ସେଇଆ କରିଦେବି, ସେଇଆ କରିଦେବି। କିନ୍ତୁ ଆଷ୍ଟ୍ରୋଲୋଜି ଶାସ୍ତ୍ର କହେ ଆଷ୍ଟ୍ରୋଲୋଜିର ମୁଖ୍ୟ ଜିନିଷ ହେଲା ମୋକ୍ଷ ପ୍ରାପ୍ତି ବା ମୁକ୍ତି। ଆଷ୍ଟ୍ରୋଲୋଜି ଭୌତିକତା ଏବଂ ଆଧ୍ୟାତ୍ମିକର ବ୍ରିଜ ବନାଏ। କିନ୍ତୁ ଶାସ୍ତ୍ର କହେ ମୂଳ ଜିନିଷ, ମଣିଷ ଯେତେବେଳେ ଇହ ଲୋକରେ ଜନ୍ମ ହେଇଛି ତାର ଷଡ ରିପୁ ଅଛନ୍ତି ହିଁ ଅଛନ୍ତି, ମାୟା ଅଛି ହିଁ ଅଛି, ଏବଂ ସମୟର ଚକ୍ର ସବୁବେଳେ ସମାନ ରହେନି। ଶ୍ରୀକୃଷ୍ଣ କହିଛନ୍ତି ସମୟର ଚକ୍ର କେବେ ବି ସବୁବେଳେ ସମାନ ରହେନି। ଯେତେବେଳେ ଖରାପ ସମୟ ଆସିବ ତାକୁ କୋଉ ପଦ୍ଧତିରେ କର୍ମ କରିବାର ଅଛି, ସେଥିପାଇଁ ଆଷ୍ଟ୍ରୋଲୋଜି। ତା ଦ୍ଵାରା ସେ ମୁକ୍ତି ଦି ପ୍ରକାର, ଗୋଟେ ହେଲା ମଲା ପରେ ମୁକ୍ତି, ଆଉ ଗୋଟେ ପ୍ରକାର ମୁକ୍ତି କଣ ଯୋଉଟା ସନ୍ନ୍ୟାସୀ ମାନେ ୟୁଜ କରନ୍ତି, ସେମାନେ ମୁକ୍ତ ହେଇକି କର୍ମ କରନ୍ତି। ଯେମିତି ମହାଦେବଙ୍କର ନିର୍ବାଣ ଅଷ୍ଟକମରେ ଆଦି ଶଙ୍କରାଚାର୍ଯ୍ୟ ଲେଖିଲେ ନା ସୁଖମ ନା ଦୁଃଖମ ନା ପୁଣ୍ୟମ ନା ପାପମ। ତାହେଲେ ସେ କିଏ? କେବଳ ଆତ୍ମାକୁ ଏଇ ଜିନିଷଟା ଲାଗେନି। କେବଳ ଆତ୍ମାକୁ ହିଁ ସୁଖ ଦୁଃଖ ପୁଣ୍ୟ ପାପ କିଛି ଲାଗେନି। ତୁମେ କା ଭବାନୀ। ନାଇଁ 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 ନାଇଁ, ନିର୍ବାଣ ଅଷ୍ଟକମ ମୁଁ କହୁଛି। ଓହୋ ଚିଦାନନ୍ଦ ରୂପା ଶିବୋହମ ଶିବୋହମ ଯୋଉଟା ଅଛି, ସେଇ ଜିନିଷ ଓହୋ ହୋ ସେ ଶ୍ଳୋକଟା, ସେ ଶ୍ଳୋକଟା କଥା ହୁଁ କହୁଛି। ସେଟା ଭବାନୀ ଓହୋ ହୋ ଅଷ୍ଟକମ ଗଲା, ଏଟା ମୁଁ ସେଟା ନିର୍ବାଣ ଭବାନୀ ଅଷ୍ଟକମ କଥା କହୁଛି। ସେଟା ତେଣୁ ଭବାନୀ ଅଷ୍ଟକମ୍ ସରି। ଆଷ୍ଟ୍ରୋଲୋଜିର ମୁଖ୍ୟ ଲକ୍ଷ୍ୟ ହେଲା ମୁକ୍ତି। ଆଷ୍ଟ୍ରୋଲୋଜିର ଲକ୍ଷ୍ୟ ନୁହଁ କି ମୁଁ ଏଇ ନୂଆ ବିଜନେସ ଟା ଷ୍ଟାର୍ଟ କରିବି, କେମିତି ଆଜ୍ଞା ଟିକେ କହୁନାହାନ୍ତି, ଭଲ ଅଛି ଖରାପ ଅଛି। ମୁଁ ମନା କରୁନି କି ଏଇଟା କହିବା ଭାଇ ଲୋକମାନେ ତାଙ୍କ ଆଷ୍ଟ୍ରୋଲୋଜି କିଏ ପ୍ରଫେସନ ରେ କହିଲ? ଚାଲିବନି। ଭାଇ ଭାଇ ଆମର ଜାଣିଛ ଟି ଆଷ୍ଟ୍ରୋଲୋଜି ବାସ୍ତୁ ଅଛି ଆମର ପଢାରେ, ମାନେ ଏଇ ପିଜିଏରେ ଯେ ହଁ ଆମକୁ ହଁ, ନାଇଁ ସାର୍ ନାଇଁ ମୁଁ କହିଥିଲେ କହୁଛି, ଆଷ୍ଟ୍ରୋ ଶୁଣ ନାଇଁ ମୁଁ ମୋ ମୁଁ ପଏଣ୍ଟ ଟା କହୁଛି କ୍ଲିୟର ଗୋଟେ କରିଦିଏ, ମଳେ ହଁ ମୁଁ ଭୁଲିଯିବି, ମୋ ପଏଣ୍ଟ ଟା ହଁ କ୍ଲିୟର କହିଦିଅ କରିଦିଏ ତାପରେ କହିଦିଅ ମୁଁ କହିବି। ହଁ ତେଣୁ ତୁମେ ପୂର୍ବ କାଳରେ ନା କିଛି ଟେକ୍ନିକ ନଥିଲା। ପୂର୍ବ କାଳରେ ଥିଲା ନବତାରା ଚକ୍ର। ତୁମେ ଯଦି 27ଟା ନକ୍ଷତ୍ରକୁ ମାଷ୍ଟର କରିଦବ, ଭାଇ 27ଟା ନକ୍ଷତ୍ରରେ ହିଁ ସବୁ କିଛି ଲୁଚିକି ରହିଛି। ତମେ ଯଦି ମାଷ୍ଟର କରିଦେଲେ, ତମେ ପଢିକି ମନେ ରଖିଦେଲ ମୋ 27ଟା ନକ୍ଷତ୍ରକୁ, ଭାଇ ମୁଁ ତମକୁ ଏମିତି ଗ୍ୟାରେଣ୍ଟି ବାଡେଇକି କହିଦେବି, ଏମିତି ହାତ ବାଡେଇକି ମୁଁ ପୁରା ସିରିୟସଲି କହିଦେବି, ତମେ ଆଟଲିଷ୍ଟ ନିଜ କୁଣ୍ଡଳୀରେ କହିପାରିବ ଯେ
ଏଇ ଯୋଉ ଜିନିଷଟା ତୁମର ଭଲ କି ଖରାପ। ତେବେ ଆଜି ଆମେ ନକ୍ଷତ୍ର ସିରିଜର 27ଟା ନକ୍ଷତ୍ର ଏବଂ ଅଧିପତି କ୍ଲିୟର କଲେ, ଏବଂ ଆଗକୁ ଧୀରେ ଧୀରେ ଆମେ ଏମିତି ଆଷ୍ଟ୍ରୋର ଛୋଟ ଛୋଟ ସେସନ ଦବା। ଆଜି ମୁଁ ଟିପ୍ସ ଆଣ୍ଡ ଟ୍ରିକ୍ସ ବି କହିଲି। ତ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।